କୃଷ୍ଣ ଅସହ୍ୟ ହେଉଛି ଦିନ ଦିନ ମସ୍ତିଷ୍କ ମୋହର ଚଳି ଯାଉଛି ସର୍ବାଙ୍ଗ କନ୍ୟାର ନିର୍ଯାତନା ଦେଖି ଦେଖି ସେ କପଟି କେଶ ବଟ କରିଛି ସାହାଯ୍ୟ ସେ ବୃଦ୍ଧ ରାଜା ଉଗ୍ରେସନଟାକୁ ଭେଲି ବସି ଖାଉଛନ୍ତି ରାଜ ଭୋଗ ଭୋଗ ମୋ ଚଳୁଛି କନ୍ୟାର ନିର୍ଯାତନା ଦେଖି ଦେଖି ସହି ପାରିବିନି ମୋ କନ୍ୟାର ନିର୍ଯାତନାଟା କେବେ ନୁହେଁ କାହିଁକିନା ମୋ ତ୍ରିପୁର ବିଜୟୀ ଜରାସନ୍ଧ ଏକ ଲକ୍ଷ ରାଜନକୁ ରଖିଛି ବନ୍ଦୀରେ ଆବଦ୍ଧ କରି ସର୍ବେ ଭୟ କରନ୍ତି ସମ୍ରାଟ ଜରାସନ୍ଧକୁ କିନ୍ତୁ ଗୋଟାଏ ଚାରଜ ପାଣ୍ଡବ ସେ ତୃତୀୟ ପାଣ୍ଡବ ଅର୍ଜୁନଟା ହସି ମତେ ସମୟରେ କରିଲା ପରାସ୍ତ ସହିପାରୁନି ମୁଁ ସହିପାରୁନି ସେମାନଙ୍କର ଆନନ୍ଦ ଉଲ୍ଲାସଟା କଣ କରିବି ମଣିମା ପ୍ରଣାମ ନମସ୍କାର 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 କଥାଟା ଆପଣ ମୁଁ କିଛି ବୁଝିପାରିଲିନି ବିରାଡ଼ି ଆପଣଙ୍କୁ ପୁଣି କୋଉ ଗର୍ଜୁନ ସିଏ ଏହା କରିଦେଲା କାହାର ଏତେ ଦୁର୍ବାର ସାହାଯ୍ୟ ଆପଣଙ୍କୁ ପୁଣି ଏହା କରିଦେଲା ମାହାଲ ମାଣ୍ଡା ବାବା ତମେ ଭୁଲି ଯାଉଛ ବିରାଡ଼ି ତମ ସମ୍ମୁଖରେ ସାକ୍ଷାତ ଜରାସନ୍ଧ ସେଟା ଅର୍ଜୁନ ନୁହେଁ ବେ ସେଟା କ'ଣ ଅର୍ଜୁନ ଓହୋ ତା ମାନେ ସେ ଅର୍ଜୁନ ଏଇ ପୋକା ଗଛ ପାଇଁ ଆପଣ କାହିଁ ଏତେ ଚିନ୍ତା କରୁଛନ୍ତି ସେ ପୋକା ଗଛର କାଟିଦିଅନ୍ତୁ ନା ଡାଳ ଥିବ ଯେ ଫଳ ଫଳିବ ନା ଫୁଲ ଧରିବ ତା ଡାଳ ପତ୍ର ସବୁ କାଟି ଦିଅନ୍ତୁ ମୂଳରୁ ପୁରା ପୋଛି ଦିଅନ୍ତୁ ସେଟା ଅର୍ଜୁନ ଗଛ ଆଉ ଜମା ନଥିବ ଆଉ କାହିଁ ଆପଣ ସେଇ କଥା ପାଇଁ ଚିନ୍ତା କରୁଛନ୍ତି ତମେ ଯେଉଁ ଅର୍ଜୁନ ଭାବୁଛ ସେଟା ସେ ଅର୍ଜୁନ ନୁହଁ ଅର୍ଜୁନ ଗଛ ନୁହଁ ଆଉ କ'ଣ ସେଟା ମନେ ପକା ବିରାଡ଼ି ଆରେ ମନେ ପକା ସେଦିନ ଯାହାକୁ କରିଥିଲି ଦୟା ଠିକ୍ ସେଇ ଅର୍ଜୁନ କଥା ମନେ ପକା ମନେ ପଡ଼ିଲା ତା ମାନେ ସେ ଅନ୍ଧ ଧୃତରାଷ୍ଟ୍ର କଥା କହିଲେଣି ଆପଣ ସେଇ ଅନ୍ଧ ଧୃତରାଷ୍ଟ୍ର କଥା ମୋର ମନେ ପଡ଼ିଲା ଆପଣ ସେଦିନ ତାକୁ ସାହାଯ୍ୟ କରିଥିଲେ ନା କ'ଣ ହୋଇଛି ସେ ଅର୍ଜୁନ ପୁଣି ଆପଣଙ୍କୁ କହିଛ ବିରାଡ଼ି ସେ ଅନ୍ଧ ଧୃତରାଷ୍ଟ୍ରର ସାନୁଛ ପାଣ୍ଡୁ ପୁତ୍ର ସେ ସାରଜ ପଞ୍ଚ ପାଣ୍ଡବେ ସେ ତୃତୀୟ ପାଣ୍ଡବ ଅର୍ଜୁନରେ ବିରାଡ଼ି ହସି ସାଜିଛି ବୈରୀ ସମ୍ରାଟ ଜରାସନ୍ଧ ଆପଣଙ୍କୁ ପୁଣି ସିଏ ନାଇଁ ନା ମତେ କାହିଁ କଥାଟା ଜମା ବିଶ୍ୱାସ ହଉନି କାହିଁକି ଏ ରକ୍ଷେ ରାଜାଙ୍କୁ ଯିଏ ଆଣିକି ବନ୍ଧୀ କରି ରଖିଛି ସେ ଅର୍ଜୁନଟା ପୁଣି ଆପଣଙ୍କ ସାଙ୍ଗରେ ନାଇଁ ସାଥିଲା ବୈରୀ ନିଷ୍କଣ୍ଟକେ ବଧ କରିଥାନ୍ତି ସେ ମଥୁରା ପୃଥ ଉଗ୍ରେସନ ତା ସହିତ ବଧ କରିଥାନ୍ତି ସେ ତାରିଖ ଅଧିପତି ଶ୍ରୀକୃଷ୍ଣ ମୁରାରୀ କିନ୍ତୁ
କିନ୍ତୁ ପୁଣି କ'ଣ ଆସି କରିଲା ସାହାଯ୍ୟ ସେ କପଟି କେଶବ ମତେ କରିଲା ଫରସ୍ତ ଦେଲା ମତେ ଲଜ୍ଜା ଅପମାନ। ନାଇଁ ଆପଣଙ୍କୁ ଅପମାନ ହେଇଛି ମାନେ ସେଟା ମତେ ଘୋର ଅପମାନ ହେଇଛି। ମତେ କହିଲେନି ମୁଁ ତାକୁ ରାମ୍ପୁଡ଼ି କରି ପୁରା ଖଣ୍ଡିଆ ଖାବରା କରିଦେଇଥାନ୍ତି। କଥାରେ ନାଇଁ 35 ଛେଳିକି 37 ମେଣ୍ଢା ଏକା ଲଢିବ ଏ ବିରାଡ଼ି ପଣ୍ଡା ମାହାଲ ମାଣ୍ଡା ବାବା ବିରାଡ଼ି ଖାଲି ମହାଲ ମଣ୍ଡ ନୁହେଁ ରେ ଆଉ କ'ଣ ସେ ପ୍ରଥାଟାକୁ କହିଦେବ। କ'ଣ କହିବି କହିଦେବ କହିବି କ'ଣ ଉନ୍ଦାଲୁଡ଼ି ଆମ୍ମା ଉନ୍ଦାଲୁଡ଼ି ଆମ୍ମା ଉନ୍ଦାଲୁଡ଼ି ଆମ୍ମା ଉନ୍ଦାଲୁଡ଼ି ଆମ୍ମା। ସେ ପ୍ରଥାଟା ମରିବ ଦରକାର କିନ୍ତୁ ବିରାଡ଼ି ଆଜ୍ଞା କାହିଁକି ସାଜିଲା ବୈରୀ ସେ ଅନ୍ଧ ଧୂତ ରାଷ୍ଟ୍ର ବଂଶଟା? କିଛି ଗୋଟେ କାରଣ ଥାଇପାରେ ଆଜ୍ଞା। ମାନେ ବର୍ତ୍ତମାନ ଆପଣ ସେ କାରଣଟାକୁ ଖୋଜିବାକୁ ପଡ଼ିବ ଆଉ ନହେଲେ କଥାଟା ଖାଲି ଅଗଡ଼ ବଗଡ଼ ହେଇଯିବ। ନାଇଁ ରେ ବିରାଡ଼ି ନିଶ୍ଚୟ ବାନ୍ଧି ଆଣି ନିଷ୍କଣ୍ଟକେ ବାଧ୍ୟ କରିବି ସେ ଧୂତ ରାଷ୍ଟ୍ର ବଂଶଟା। ଆରେ କଥାରେ ଅଛି ମୂଳ ମାରିଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି ମରିବ ନିଶ୍ଚୟ ସେ ଅନ୍ଧ ଧୂତ ରକ୍ଷା କରିବେ ନାହିଁ କେହି ମୋହର କବଳ କାରଣ ଆରେ ଧୂତ ରାଷ୍ଟ୍ର ଅନ୍ଧ ତାର ନଥିଲା ଟିଗଣ୍ଠ। ଆରେ ଧୂତ ରାଷ୍ଟ୍ର ଅନ୍ଧ ତାର ନଥିଲା ଟିଗଣ୍ଠ। ଆହାର ବଂଶ କିପରି ହେଲା ମୋର ମତ କଲା ଗଲା ମୋର ସମ୍ମାନ କଲା ଗଲା ମୋର ସମ୍ମାନ ରାସ କଲା ମୋତେ ସେ ଅଜ୍ଞାନ। ପୋଥିଛି କେଶବ ମୋର ବକ୍ଷର ନର ପୋଥିଛି କେଶବ ମୋର ବକ୍ଷର ନର ଏ ପାଣ୍ଡବ ଅର୍ଜୁନଟା ହୋଇଲାଣି କାଳ ବାଳ ଧରି ମୁଁ ମାରିବି ବାଳ ଧରି ମୁଁ ମାରିବି ତାକୁ ଦଣ୍ଡେ ନଛାଡ଼ିଥିରେ। ଆପଣ ଠିକ କଥା କହୁଛନ୍ତି ଆଜ୍ଞା। ଆପଣ ବର୍ତ୍ତମାନ ସେଇ କାର୍ଯ୍ୟ କରନ୍ତୁ। ହଁ ଯେମିତି ହଉନା କାହିଁକି ଆପଣଙ୍କୁ ତାକୁ ପରାସ୍ତ କରିବାକୁ ପଡ଼ିବ ନହେଲେ ତା ସାହସଟା ଦିନକୁ ଦିନ ବଢ଼ିଯିବ ଆଜ୍ଞା। ନାରାୟଣ ନାରାୟଣ ନାରାୟଣ। ଦେବର୍ଷି ହଠାତ୍ ତୁମେ ପୁଣି ମୋ ରାଜ ଦରବାର ମଧ୍ୟରେ କାହିଁକି ଦେବର୍ଷି କାହିଁକି ଆସିଛ ତୁମେ ମୋ ରାଜ ଦରବାରକୁ? ନାରାୟଣ ନାରାୟଣ ବୃଥା ଶାବଳ ନାହିଁ ଜରା ସେ ପଞ୍ଚୁ ପାଣ୍ଡବଙ୍କ ଜ୍ୟେଷ୍ଠ ଭ୍ରାତ ଆୟୋଜନ କରିଛନ୍ତି ପୁଣି ରାଜନ୍ୟ ମଣ୍ଡଳୀ 1 ଲକ୍ଷ ରାଜନ୍ୟ ମଣ୍ଡଳୀ। ନାରାୟଣ ନାରାୟଣ ରାଜସ୍ୱ ଯଜ୍ଞ ଲୋଡ଼ା ହେବେ 1 ଲକ୍ଷ ରାଜନ ମଣ୍ଡଳୀ। ହଁ ବଢ଼ିଆ ଶୁଭ ଖବର ଦେଇଛନ୍ତି ଦେବର୍ଷି। ହେଲେ ମହାପୁରୁ 1 ଲକ୍ଷ ରାଜନ ମଣ୍ଡଳୀ ନିମନ୍ତ୍ରଣ ଅଛି ମାନେ ଆପଣଙ୍କୁ ନିମନ୍ତ୍ରଣ ଥିବ ତ? ଅଛି ନା ନାହିଁ? ଯେ ଦେବର୍ଷି ଆମ ମହାପୁରୁଙ୍କୁ ନିମନ୍ତ୍ରଣ ଅଛି ତ? ନାରାୟଣ ନାରାୟଣ ନିଶ୍ଚୟ ନିଶ୍ଚୟ ଆସିବେ କେଶବ ତୋହରିପୁରକୁ। ନାରାୟଣ ନାରାୟଣ ସତର୍କ ହୋଇଣ। କଣ କହିଲେ ଦେବର୍ଷି? ନିମନ୍ତ୍ରଣ ଧରି ଆସିବ ସେ 4 ପାଣ୍ଡବ ସହିତ
कपटी केशव आसीबे पुलिस मोहर निकटे मन रखी था बीरा देवर्षि से पंडु कुमारा काल होई जीव तोरा ए सत्यागीरा मन रखी था बीरा से पंडु कुमारा काल होई जीव तोरा ए सत्यागीरा आसीबे जे तीन भीम पाठ साथीरा सतर्क होई नथिबु हरिपुरा मान बचना निस मने न माना के सब आसीबे निश्चय हरिपुरा सतर्क होई न त्रिपुरा के तोहरा तोरी जीवन से हे बजे छार खारा मान मगिरा मन हास करा कहैया रट एबे हसरा देवर्षि ए देवर्षि देवर्षि ନା 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 ଭଲା ବାଜି ଅକଳିଆ କଥା ହେଲା ନା हेरे बिराड़ी ଆଜ୍ଞା ए ब्रह्मा पुत्र देवर्षिटा कही कला मते आसीब निकटे जारच पांडव सहित से कपटी केशव करिबे निमंत्रण ए सम्राट जरासंध आउ बंदीर उद्धार करि नेबे से 1 लक्ष राजन्य ତଥାପି ଆପଣଙ୍କୁ ସତର୍କ ରହି ए କାର୍ଯ୍ୟ କରିବାକୁ कहिला देवर्षिटा करिले प्रतिबाद हेब तुमूल संग्राम सम्राट जरासंध କିନ୍ତୁ ଆପଣଙ୍କୁ ସବୁ ସତର୍କ କରି କରିବାକୁ ପଡ଼ିବ ଆଜ୍ଞା ହଁ ଆପଣଙ୍କୁ ବର୍ତ୍ତମାନ ସତର୍କ ରହିବାକୁ ପଡ଼ିବ କାରଣ କେତେବେଳେ କ'ଣ ହବ ତା କହିହେବନି माने ଆପଣଙ୍କୁ ବର୍ତ୍ତମାନ ସବୁ ସତର୍କ ରହିବାକୁ ପଡ଼ିବ केउ कथा बिराड़ी କିନ୍ତୁ ମତେ ସେ ଦେବର୍ଷ କଥାବାର୍ତ୍ତାରେ ଜମା ଭଲ ଲାଗୁନି ମାନେ କଥା ଗୁରା ସମ୍ପୂର୍ଣ୍ଣ କଞ୍ଚା ମିଛ ଭଳି ଲାଗୁଛି ସମ୍ପୂର୍ଣ୍ଣ କଞ୍ଚା ମିଛ गाइरे बिराड़ी ଆଜ୍ଞା नहीं କାଇଁ କାଇଁ କହୁଛୁ? देवर्षिंह वाक्य को करिन स्वीकार ऐसा रहिबा सतर्क ए राजपुरी मध्यरे कहीं कि जानिछो କାହିଁକି ସେଦିନର ଅପମାନଟା ନେବି ମୁଁ ଚରମ ଅସହାୟ ଅସହାୟ ସେମାନଙ୍କର ଅହଙ୍କାର ଅଧିକାର ପରାସ୍ତ ଲାଞ୍ଛନା ଅସହାୟ ନଣ୍ଡାବୁ ନଣ୍ଡାବୁ କିଏ ନଣ୍ଡାବୁ ବନ୍ଧୁ ରୁକ୍ମଣ କୁମାର କଣ ବନ୍ଧୁ ହଁ ତୁମ ମୁଖକୁ ଟିକେ
লজ্জা লাগুনি লজ্জা ଏ ଲଜ୍ଜା କୋଉ ଗଛର ଫଳ କଣ ତାକୁ ଲଜ୍ଜା ମହତ ଅଛି ଛି ତମକୁ ଦୁବ ଘାସ ମିଳୁନି ନଣ୍ଡା ମୁଣ୍ଡିଆ ଡାଇଭର ଛି ଛି এই প্রতিহিংসার প্রতিশোধ পাই আরে আনিଥିଲେ ମୋ କଳଙ୍କିନୀ ଭଗ୍ନୀ ରୁକ୍ମିଣୀକୁ। कौन हेलो କଣ ହେଲା कौन है तुम्हारे से कलंकिनी भग्नी रुक्मिणीटा ହେଲେ ସେ ବଳରାମଟା ହୋଇନ ପ୍ରବେଶ अच्छा ମୋ ସଙ୍ଗେ ଗଲା ତମର ସଂଗ୍ରାମ। निश्चय तुम्हें होइतिबा परास्त ଖାଲି କଣ ପରାସ୍ତ हाउ ପିଠିଟା ଦେଖୁନ ପିଠିଟା ଯାଇକି ଦେଖୁନ ବହେ ଛେଚା ଖାଇଥିବ ଆଜ୍ଞା ପିଠିରେ କୋଉଠି ଫାଙ୍କା ନା ତ ଅଛି ଅଦା ରସୁଣ ଛେଚିଲା ଭଳିଆ ଛେଚିଥିବି ଏ ଚୁପ୍ କର ବିରାଡ଼ି ପଡ तुम्हें चुप करो तुम्हें मत चुप करो रुक्मण कुमार ବିରାଡ଼ି ପାଟି ଚୁପ କର कहिंकी देखाऊ तो नाली चक्षु ए पिराड़ी बैष्ठम्ब को बेराड़ी सत्य कथाटा तुमको निश्चय काटी बारंबार होई पराजय ସଚ୍ଚର अच्छा खुंचा दे आसुच मोहरीपुर को लज्जा लगुनी लज्जा ଲଜ୍ଜା ଗଛ এই সম্রাট অপেক্ষা করে দেখিবে সম্রাট ধ্বংস করে দেবি সে মথুরা ধরিকা ভূমি দেখিবে সম্রাট এবি মো অপমানর চরম প্রতিশোধ চরম প্রতিশোধ। ଆଜ୍ଞା ଗୋବର ଗଦାରେ ଆଉ କଇଁ ଫୁଟିବ ନା ଟାଙ୍ଗେରା ଭୂଇଁରେ ଆଉ ଫସଲ ହବ ନା ନଣ୍ଡା ମୁଣ୍ଡିଆ କଣ କହିଲା ନା ମଥୁରା ଦ୍ୱାରିକା ସବୁ ତାଡ଼ି ପକେଇବ କିଛି କରିପାରିବନି ଆଜ୍ଞା କିଛି କରିପାରିବନି ଶଳା ଭିଣେଇଟା ନଣ୍ଡା କରିକି ଛାଡ଼ିଲା ଇଏ କ'ଣ କରିବ ଏଟା ଅଲାଜୁକିଆଟା ଅଲାଜୁକିଆ ଆଜ୍ଞା ଆ କଥାକୁ ଆପଣ ଜମା ଭରସା କରନ୍ତୁନି ଜମା ଭରସା କରନ୍ତୁନି ए पिराड़ी ମାଲ ମାଣ୍ଡା ବାବା ए रुक्मण कुमार टा गोटाए बाचाल बाचालटा आसी करूची ପ୍ରଳାପ एटा नेब प्रतिशोध से कपटी केशव ठारू ନା ଜମା ନେଇପାରିବ नाई बिराड़ी नाई आज ठारू पेनी रहिबा सतर्क ରହିବା ଆସିଲେ ସେ କପଟି କେଶବ ଆଉ ସେ ଚାରଜ ପାଣ୍ଡବ କୋଟି କୋଟି କରି କରିବି ବଧ କରି କରିବି ସେମାନଙ୍କର ସମାଧି ଆଉ ସମାଧିରେ ତୁମେ ଦେବ ଜୟ ପ୍ରବଳ ପ୍ରତାପୀ ମହାରାଜା ଜରାସନ୍ଧ ଜୟ ପ୍ରବଳ ପ୍ରତାପୀ ମହାରାଜା ପ୍ରବଳ ପ୍ରତାପୀ ମହାରାଜା ଜରାସନ୍ଧ ଆଶା ବିରାଡ଼ି ଅନ୍ତଃସ୍ଫୁରେ କରିବା ଅପେକ୍ଷା ଆରେ ଆସ